ଆସ ଆମେ ବନେଇବା ବୁଟ ଡାଲି ତରକାରୀ। ମୁଁ ଏଠି 2ଟା ପିଆଜ, 2 ଖଣ୍ଡ ଅଦା, ରସୁଣ ଅଳ୍ପ କିଛି ନେଇଛି। ମୁଁ ଏଠି ରସୁଣ ଓ ଅଦାକୁ ଛେଚିକି ନେଇଛି, ପିଆଜକୁ କାଟି ନେଇଛି, ଟମାଟୋ 2ଟା ସିଝେଇକି ନେଇଛି। ଏଠି ମୁଁ ବୁଟ ଡାଲି ସିଝେଇକି ରଖିଛି। କୋବିକି ମୁଁ ହାଲକା ଭାଜିକି ଏଠି ରଖିଛି। କଢ଼େଇ ଏବେ ଗରମ ହେଇଗଲାଣି। ଏବେ ଦେଇଦେବା ତେଲ। ତେଲ ଟିକେ ଗରମ ହେଇଗଲେ ଏବେ ଆମେ ଦେଇଦେବା 1 ଚାମଚ ଚିନି। ଚିନିକୁ ଆମେ ଭଲ ଭାବେ ଗୋଳେଇ ନେବା। ଚିନିରୁ ଟିକେ ଲାଲ କଲର୍ ଆସିଗଲେ ସେଥିରେ ଆମେ 1 ଶୁଖିଲା ଲଙ୍କା ଦେଇଦେବା, 1 ତେଜପତ୍ର, 1 ଡାଲଚିନି, ଅଳ୍ପ କିଛି ପଞ୍ଚଫୁଟଣ। ଫୁଟଣ ଫୁଟିଗଲା ପରେ ଏବେ ଆମେ ଦେଇଦେବା ଛେଚି ରଖିଥିବା ଅଦା। ଅଦାକୁ ଭଲ ଭାବେ ଗୋଳେଇ ନେବା। ଅଦା ଟିକେ କଲର୍ ହେଇ ଆସିଲେ ସେଥିରେ ଆମେ କାଟି ରଖିଥିବା ପିଆଜକୁ ଦେଇଦେବା। ପିଆଜକୁ ଆମେ 2 ରୁ 3 ମିନିଟ୍ ଗୋଳେଇ ଚାଲିବା। ପିଆଜଟିକୁ ଭଲ ଭାବେ ଛାଡ଼ିଦେବା ଜରିବା ପାଇଁ। ସେଥିରେ 1 ଚାମଚ ଲୁଣ ଦେଇଦେବା। ଲୁଣ ଦେଲେ ପିଆଜଟି ଭଲ ଭାବେ ଜରିଯିବ। ଏବେ ଆମେ ଛେଚି ରଖିଥିବା ରସୁଣଟି ଦେଇଦେବା। ଏବେ ଆମେ ଦେଇଦେବା ସିଝା ଟମାଟୋ। ଏବେ ଆମେ ଦେଇଦେବା 1 ଚାମଚ ଚିକେନ ମସଲା, ଅଳ୍ପ ଟିକେ ଗରମ ମସଲା ଦେଇ ଭଲ ଭାବେ ଗୋଳେଇ ନେବା। ଏବେ ଆମେ ଦେଇଦେବା କିଛି ଗରମ ପାଣି। ମସଲାଟି ଭଲସେ ଜରି ଆସିଲାଣି। ମସଲା ଏବେ ଭଲସେ ଜରିଗଲାଣି। ଏବେ ଆମେ ଦେଇଦେବା ସିଝେଇ ରଖିଥିବା ବୁଟ ଡାଲି ସିଝା। ଆମେ ଏବେ ଭଲସେ ଗୋଳେଇ ନେବା। ଗୋଟେ ମିନିଟ୍ ଛାଡ଼ିଦେବା ଫୁଟିବା ପାଇଁ। ଏବେ ଆମେ ଘୋଡ଼େଇ ନେବା। 1 ରୁ 2 ମିନିଟ୍ ଘୋଡ଼େଇ ରଖିବା। ଏବେ ଘୋଡ଼ଣୀ କାଢ଼ି ଗୋଳେଇ ଦେବା। ଟିକେ ଗରମ ମସଲା ଦେଇଦେବା। ଗରମ ମସଲା ଦେଇ ଟିକେ ଘୋଡ଼େଇ ଦେବା। ଏବେ ଆମେ କାଟି ରଖିଥିବା ଧନିଆ ପତ୍ର ଦେଇଦେବା। ଆମର ଏବେ ରେଡ଼ି ହେଇଗଲା ବୁଟ ଡାଲି ତରକାରୀ। ଆପଣ ଆକୁ ରୁଟି, ପୁରୀ କିମ୍ବା ଭାତ ସହିତ ସର୍ଭ କରିପାରିବେ। ମୁଁ ଆକୁ ପୁରୀ ସହିତ ସର୍ଭ କରିଛି।